ଏବେ ସୁଭଦ୍ରା ଯୋଜନା ପରେ ରାଜ୍ୟରେ ଆଉ ଏକ ସ୍କିମ୍ ଆରମ୍ଭ ହେବ ସୁଭଦ୍ରା ପ୍ଲସ୍ ଯୋଜନା। ତେବେ ଏହି ସୁଭଦ୍ରା ପ୍ଲସ୍ ଯୋଜନାରେ କ'ଣ କ'ଣ ବେନିଫିଟ୍ ମିଳିବ ଏନେଇ ମଧ୍ୟ ସରକାରଙ୍କ ତରଫରୁ ଆସିଗଲା ଆଉ ଏକ ବଡ଼ ଘୋଷଣା। ଆସନ୍ତୁ ଆମେ ଜାଣିବା, ଯଦି ଆପଣ ବି ସୁଭଦ୍ରା ସ୍କିମ୍ରେ ଆବେଦନ କରିଛନ୍ତି ତେବେ ସୁଭଦ୍ରା ପ୍ଲସ୍ ବିଷୟରେ ମଧ୍ୟ ଜାଣି ରଖିବା ନିହାତି ଜରୁରୀ। ଜାଣିବା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ 2025-26 ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟ୍ରେ ମହିଳା ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସରକାରଙ୍କ ଲୋକପ୍ରିୟ ସୁଭଦ୍ରା ଯୋଜନାର ପରିସର ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ଏଥିପାଇଁ ଆରମ୍ଭ ହେବ ସୁଭଦ୍ରା ପ୍ଲସ୍ ଯୋଜନା। ତେବେ ସୁଭଦ୍ରା ପ୍ଲସ୍ ଯୋଜନା ଅଧୀନରେ କେତେଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରାଯିବ। ସେସବୁ ମଧ୍ୟରେ ରହିଛି କିଶୋରୀ ସୁଭଦ୍ରା, ସୁଭଦ୍ରା ସଞ୍ଚୟ, ସୁଭଦ୍ରା ସୁରକ୍ଷା, ସୁଭଦ୍ରା ସାକ୍ଷୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ, କୁହ ସୁଭଦ୍ରା, ଏମିତିକି ସୁଭଦ୍ରା ସହଯୋଗୀ, ସୁଭଦ୍ରା ସ୍କଲାର ଓ ଯୋଗ୍ୟ ସୁଭଦ୍ରା। ତେବେ ସୁଭଦ୍ରା ଯୋଜନା ପାଇଁ ବଜେଟ୍ରେ ମୋଟ 10,145 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ତେବେ ମହିଳାମାନଙ୍କ ନିରାପତ୍ତା ଓ ସୁରକ୍ଷା ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଛି। ତେବେ ଏହି ଯୋଜନା ପାଇଁ 153 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଏପର୍ଯ୍ୟନ୍ତ ପ୍ରାୟ 98 ଲକ୍ଷ ମହିଳାଙ୍କୁ ସୁଭଦ୍ରା ସହାୟତା ପାଇଛନ୍ତି ଓ ଏହା ବାବଦରେ ସରକାର ପ୍ରାୟ 4,900 କୋଟି ଟଙ୍କା ବ୍ୟୟ କରିସାରିଲେଣି। ତେବେ ଜାଣି ରଖନ୍ତୁ, ଯଦି ଆପଣ ବି ସୁଭଦ୍ରା ସ୍କିମ୍ରେ ଆବେଦନ କରିଛନ୍ତି ତେବେ ମଧ୍ୟ ଆପଣ ବି ସୁଭଦ୍ରା ପ୍ଲସ୍ର ବି ଲାଭ ଉଠାଇ ପାରିବେ। ଏବେ ସମସ୍ତଙ୍କୁ ମିଳିବାକୁ ଯାଉଛି ଅଧିକ ବେନିଫିଟ୍। ତା ଛଡ଼ା ଜାଣନ୍ତୁ, ସୁଭଦ୍ରା ସ୍କିମ୍ର ଟଙ୍କା ଏଇ ମାର୍ଚ୍ଚ ମାସ 8 ତାରିଖରେ ଆସିବାକୁ ଯାଉଛି ଦ୍ୱିତୀୟ କିସ୍ତି। ତେବେ ସୁଭଦ୍ରା ପ୍ଲସ୍ ବିଷୟରେ ଅଧିକ ଜାଣିବା ପାଇଁ ଚାହୁଁଥିଲେ ୱେବସାଇଟ୍ର ଲିଙ୍କ୍ ଆମେ ଡେସ୍କ୍ରିପ୍ସନ୍ରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିଦେଇ ପାରିବେ।